ତ ସାଙ୍ଗମାନେ ଆଜି ଆମେ ବନେଇବା କଳା ଖାସି ମଟନ ସୁରମା। ସେଥିପାଇଁ ଆମେ ଗୋଟେ କଳା ହାଣ୍ଡିରେ ପାଣିକୁ ଗରମ କରିବା, ତାପରେ ସେ ଗୋଡ଼ ଗୁଡ଼ାକୁ ପକାଇଦେବା ଏବଂ ତାକୁ ଗରମ କରିବା। ଗରମ କରି ସାରିଲା ପରେ ତାକୁ ଆଣିବା, ଆମେ ଟିକେ ରୁମ କୁମ୍ପୁରିବା। ନା ବାକି ଗୋଡ଼ ଦୁଇଟାକୁ ଏବେ ଦେବାନି, କାରଣ ବେଶୀ ସିଝି ଯାଇପାରେ। ଏଗୁଡ଼ାକ ଠିକ୍ ସରି ଆସିଲା ବେଳକୁ ସେଗୁଡ଼ାକ ବୁଡ଼େଇକି କାଢ଼ି ଆଣିବା। ରୁମ୍ପିଆ ହେଉଛି ସବୁଠୁ କଷ୍ଟକର କାମ। ଟିକେ ସୁରମା ଖାଇବା ପାଇଁ ବୋଲି କେତେ କଷ୍ଟ କରିବାକୁ ପଡ଼ୁଛି। ବାକି ହଁ, ଦେହ ପାଇଁ ଭଲ, ବହୁତ ଭଲ। ପାଣି ଖଳ ଖଳ ଫୁଟୁଛି ହାଣ୍ଡିରେ, ଫେମ୍ପଲ ବାହାରି ସାରିଲାଣି ବା। ଏଠି ଏପଟେ ଆମର ମଟନ ଝୋଳଟା ହେଉଛି, ସାଇଡ଼ରେ ଟିକେ ସୁରମା ଟିକେ ହେଉଛି। ଆଉ କ'ଣ, ରୁମ୍ପିଆଟା ଭାରି କଷ୍ଟ। ତାପରେ ତାକୁ ସାଇଜ୍ ଛୋଟ ପିସ୍ କରିବା ପାଇଁ ଭାରି କଷ୍ଟକର ପାଠ। ଆକ୍ଚୁଆଲି ଖାସିର ଗୋଡ଼ ଗୁଡ଼ାକ ଭାରି ଶକ୍ତ, ତାକୁ ଟାଙ୍ଗିଆ ବାଟେ ହିଁ ଆମେ ଭାଙ୍ଗି ପାରିବା। ଠିକ୍ ଜାଗାରେ ଚୋଟ ନ ବାଜିଲେ କଥା ସରିଲା। ଆଙ୍ଗୁଠି ଦୁଇଟା ବି ଖାଇବାକୁ ପଡ଼ିବ। ଡକ୍ଟରମାନେ କୁହନ୍ତି ସୁରମା ଖାଇଲେ କୁଆଡ଼େ ହାଡ଼ ପୁରା ଷ୍ଟ୍ରଙ୍ଗ ହେଇଯିବ। ଏବଂ ତାପରେ ପ୍ରେସର କୁକରରେ ମିଟ୍ ମସଲା ପକାଇକି, ସବୁ ମସଲା ପକାଇକି ଖାଇବା।